ଠାକୁରଗଡ଼ କନ୍ଥପଡ଼ା ପୂର୍ତ୍ତ ବିଭାଗ ପ୍ରଶସ୍ତିକରଣ କାର୍ଯ୍ୟ ବିଳମ୍ବକୁ ନେଇ ଜନ ଅସନ୍ତୋଷ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଷୋଳପଦା ଅଞ୍ଚଳର ଠାକୁରଗଡ଼ କନ୍ଥପଡ଼ା କିଲୋମିଟର ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ 20 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଉକ୍ତ ରାସ୍ତାର 2 ବର୍ଷ ହେଲାଣି ରାସ୍ତା କାର୍ଯ୍ୟର ଅବଧି ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉକ୍ତ ରାସ୍ତାର କାର୍ଯ୍ୟ ସମ୍ପୂର୍ଣ୍ଣ ନ ହୋଇଥିବା ଜନତାକୁ ବିସ୍ମିତ କରିଛି। କନ୍ଥପଡ଼ା କ୍ରସର ଠାରୁ ଘଣାଯୋଡ଼ି ଗାଁ ମୁଣ୍ଡ ପର୍ଯ୍ୟନ୍ତ 1 କିମି ଦୂର ରାସ୍ତା ଓ ରାଣୀବନ୍ଧ ଗ୍ରାମର ବନ୍ଧ ନିକଟ ଠାରୁ 5-6ଟି ସ୍ଥାନରେ ଠାଏ ଠାଏ କାମ ନ ହୋଇ ଅଧାପାନ୍ତିଆ ଭାବେ ପଡ଼ିଥିବା ବେଳେ ଠାକୁରଗଡ଼ ଶିବ ମନ୍ଦିର ଠାରୁ ଲକ୍ଷ୍ମୀ ବଜାର ପର୍ଯ୍ୟନ୍ତ କାମ ନ ହୋଇ ପଡ଼ି ରହିଥିବା ଦେଖିବାକୁ ମିଳିଛି। କାମ ନ ହୋଇ ଅଧାପାନ୍ତିଆ ଭାବେ ପଡ଼ି ରହିଥିବା ରାସ୍ତା ଗୁଡ଼ିକରେ ଖାଲ ଢିପ ହୋଇ ରହିଥିବା ବେଳେ ବର୍ଷା ଦିନେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି। ତତ୍ସହିତ ଖାଲଖାମଳା ରାସ୍ତାରେ 2 ଚକିଆ 3 ଚକିଆ ଓ 4 ଚକିଆ ଯାନବାହନ ଚଳାଚଳରେ ବହୁ ଅସୁବିଧା ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଯିଏ ଉକ୍ତ ରାସ୍ତାରେ ଯାତାୟାତ କରୁଛି ସିଏ ହିଁ ପ୍ରକୃତ ଅସୁବିଧା ବିଷୟରେ ଅନୁଭବ କରିପାରିଛି। ରାସ୍ତାର କାର୍ଯ୍ୟ ପାଇଁ ଅଞ୍ଚଳବାସୀଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି। ଏଥିପାଇଁ ଦାୟୀ କିଏ? ପୂର୍ତ୍ତ ବିଭାଗ ତାଗିଦର ଅଭାବ ନା ଠିକାଦାର ଖାମାଖାମଲିଆର ନୀତି ପୋଷଣ? ଉକ୍ତ ରାସ୍ତାର କାର୍ଯ୍ୟ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହୋଇ ବିଳମ୍ବକୁ ନେଇ ଠାକୁରଗଡ଼, ମୟମୁରା, କନ୍ଥପଡ଼ା ପଞ୍ଚାୟତବାସୀଙ୍କ ମନ ଅସନ୍ତୋଷ ଦେଖାଦେଇଛି। ଅନୁଗୁଳ ଜିଲ୍ଲାରୁ ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।